ଭିଡ଼ିଓରେ ପୁରାଣ ବର୍ଣ୍ଣିତ ବାସ୍ତୁ ସମ୍ପର୍କୀୟ କେତେକ ଜାଣିବା କଥା ରହିଛି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ସର୍ବଦା ପୂର୍ବ ବା ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ। ଉତ୍ତର ବା ପଶ୍ଚିମ ଆଡ଼କୁ ମୁଣ୍ଡ କରି ଶୋଇବା ଦ୍ୱାରା ଲୋକର ଆୟୁ କ୍ଷୀଣ ହୋଇଥାଏ। ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ବିଦ୍ୟା ପ୍ରାପ୍ତି ହୋଇଥାଏ। ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଧନ ତଥା ଆୟ ବୃଦ୍ଧି ହୋଇଥାଏ। ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ପ୍ରବଳ ଚିନ୍ତା ମାଡ଼ି ବସେ। ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଲେ ମୃତ୍ୟୁ ହୋଇଥାଏ, ଅର୍ଥାତ୍ ଆୟୁ କ୍ଷୀଣ ହୋଇଥାଏ। ଦିନରେ ଉତ୍ତର ଦିଗକୁ ଓ ରାତ୍ରିରେ ଦକ୍ଷିଣ ଦିଗକୁ ମୁଖ କରି ମଳମୂତ୍ର ତ୍ୟାଗ କରିବା ଉଚିତ। ଏହାଦ୍ୱାରା ଆୟୁ ବୃଦ୍ଧି ହୋଇଥାଏ। ଘରେ ମୂର୍ତ୍ତି ପ୍ରତିଷ୍ଠା କିମ୍ବା ମନ୍ଦିର ନିର୍ମାଣ କରିବା ପାଇଁ କେତେକ ବାସ୍ତୁଶାସ୍ତ୍ରୀ ମନା କରିଛନ୍ତି। ମାତ୍ର ମତ୍ସ୍ୟ ପୁରାଣ ଅନୁସାରେ 12 ଆଙ୍ଗୁଳି ପର୍ଯ୍ୟନ୍ତ ମୂର୍ତ୍ତି ସ୍ଥାପନ ହୋଇପାରିବ। ଭୋଜନ ସର୍ବଦା ପୂର୍ବ ତଥା ଉତ୍ତର ଦିଗକୁ ମୁଖ କରି ଭୋଜନ କରିବା ଉଚିତ। ଏହା ବିଷ୍ଣୁ ପୁରାଣରେ ଉଲ୍ଲେଖ ଅଛି। ବାୟୁ ପୁରାଣ ଅନୁସାରେ ଦକ୍ଷିଣ ଅଥବା ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରିବା ଉଚିତ ନୁହେଁ। ଦ୍ୱାରବନ୍ଧ, କବାଟ ବିହୀନ, ଛାତହୀନ, ଦେବତାଙ୍କୁ ନୈବେଦ୍ୟ ହୋଇନଥିବା ତଥା ବିନା ବ୍ରାହ୍ମଣ ଭୋଜନରେ ଗୃହ ପ୍ରବେଶ କରିବା ନିଷେଧ ଅଟେ। କାରଣ ସେହି ଘର ବିପତ୍ତିର ଘର ହୋଇଥାଏ। ଗୃହ ପ୍ରବେଶ ମାଘ, ଫାଲ୍ଗୁନ, ବୈଶାଖ ଓ ଜ୍ୟେଷ୍ଠ ମାସରେ ହେବା ଉଚିତ। କାର୍ତ୍ତିକ, ମାର୍ଗଶିରରେ ଗୃହ ପ୍ରବେଶ ମଧ୍ୟମ ଫଳ ପ୍ରଦାନ କରିଥାଏ। ଏହା ବ୍ୟତୀତ ଅନ୍ୟ ମାସଗୁଡ଼ିକରେ ଗୃହ ପ୍ରବେଶ କଲେ ବିପଦ ଓ ଶତ୍ରୁ ଭୟ ରହେ। ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା କଥିତ ସେହି ଅମର ବାଣୀକୁ ହିଁ ଧ୍ୟାନ କରିବାକୁ ହେବ। କ'ଣ କରିବା ଠିକ୍, କ'ଣ ନ କରିବା, ଏହା ଜାଣିବା ପାଇଁ ଶାସ୍ତ୍ର ହେଉଛି ତାହାର ପ୍ରମାଣ ମାର୍ଗ। ତେଣୁ ଶାସ୍ତ୍ର ବିଧିରେ କୁହାଯାଇଥିବା କଥା ଜାଣି ସେହି ମାର୍ଗରେ କର୍ମ କରିବା ଉଚିତ ଅଟେ। ବାସ୍ତୁବିଦ୍ୟା ଅନୁସାରେ ଗୃହ ନିର୍ମାଣ କଲେ କୁବାସ୍ତୁଜନିତ କଷ୍ଟ ଦୂର ହୋଇଯାଇଥାଏ। ଅନ୍ୟଥା ପ୍ରାରବ୍ଧଜନିତ କଷ୍ଟ ଭୋଗ କରିବାକୁ ପଡ଼ିଥାଏ। ଯେଉଁଭଳି ଔଷଧ ସେବନ ଦ୍ୱାରା କୁପଥ୍ୟ ଭୋଜନ ଯୋଗୁଁ ସୃଷ୍ଟି ହୋଇଥିବା ରୋଗ ଦୂର ହୋଇଥାଏ, ଏଣୁ ଆମର କର୍ତ୍ତବ୍ୟ ହେଉଛି ରୋଗ ହେଲେ ଆରୋଗ୍ୟ ନିମନ୍ତେ ଚିକିତ୍ସା କରିବା ଉଚିତ। ସେହିଭଳି ଶାସ୍ତ୍ରାନୁସାରେ ଗୃହ ନିର୍ମାଣ କରିବା ସହିତ କୁବାସ୍ତୁଜନିତ ଦୋଷକୁ ଦୂର କରିବା ପାଇଁ ପ୍ରତିକାର ବିଧାନ ମଧ୍ୟ ଆମର କର୍ତ୍ତବ୍ୟ। ଘରେ ବାସ୍ତୁଦୋଷ ଅନେକ ସମୟରେ ଦେଖାଯାଏ। ଘରେ ଟଙ୍କା ପଇସା ରୋଜଗାର ଥିଲେ ମଧ୍ୟ ସୁଖ ଶାନ୍ତି ଆନନ୍ଦ ନଥାଏ। ଘର ଭିତରେ ସର୍ବଦା କଳହ ଅଶାନ୍ତି ଲାଗି ରହିଥାଏ। ଏଥିପାଇଁ ବାସ୍ତୁ ଦୃଷ୍ଟିରୁ କେତେକ ପ୍ରତିକାର କରିବାକୁ ପଡ଼ିଥାଏ। ଘରେ ରହୁଥିବା ଲୋକ ବାରମ୍ବାର ରୋଗରେ ପଡ଼ିବା, ଛୋଟ ଛୋଟ କଥା ପାଇଁ ପରିବାର ସଦସ୍ୟ ନିଜ ନିଜ ଭିତରେ ଝଗଡ଼ା ଲାଗିବା, ଲାଭ ତୁଳନାରେ କ୍ଷତି ଅଧିକ ହେବା, ପରିବାର ସଦସ୍ୟଙ୍କ ମାନସିକ ସନ୍ତୁଳନ ରକ୍ଷା ନ ହେବା, ଘରେ ଚାରିଆଡ଼େ ଅଳନ୍ଧୁ ଦେଖାଦେବା, ଘରେ ଏକୁଟିଆ ଥିଲାବେଳେ ବା ରାତିରେ ଘରେ ଅଦ୍ଭୁତ ଶବ୍ଦ ଶୁଣାଯିବା, ବ୍ୟବସାୟରେ କ୍ଷତି ପହଞ୍ଚିବା ବା ବ୍ୟବସାୟ ବନ୍ଦ ହୋଇଯିବା, ବାରମ୍ବାର ଖରାପ ସ୍ୱପ୍ନ ଦେଖିବା, ଘର ତିଆରି କରିବା ସମୟରେ ବାସ୍ତୁ ଦୃଷ୍ଟିରୁ କିଛି ନିର୍ଦ୍ଦିଷ୍ଟ କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ଘରର ଉତ୍ତର ପୂର୍ବ ଦିଗ ପୂଜା ପାଇଁ ଉଚିତ ସ୍ଥାନ। ଘରର ପୂର୍ବ ଦକ୍ଷିଣ ଦିଗ ରୋଷେଇ ପାଇଁ ଉଚିତ ସ୍ଥାନ। ଏହାଦ୍ୱାରା ଘରର ସୁଖ
ସମୃଦ୍ଧି ଏବଂ ଶାନ୍ତି ବୃଦ୍ଧି ହୋଇଥାଏ। ଘରର ଖାଇବା ଓ ଶୋଇବା ଘରେ ଠାକୁର ରଖିବା ଉଚିତ ନୁହେଁ। ପୂଜା ଘରର ଉପରେ ବା ତଳେ ପାଇଖାନା କରିବା ଉଚିତ ନୁହେଁ। ପୂଜା ଘରର କାନ୍ଥ ଧଳା ବା ହଳଦିଆ ରଙ୍ଗ ହେବା ଉଚିତ। ପୂଜା ଘରେ କୌଣସି ଭଙ୍ଗା ମୂର୍ତ୍ତି ରହିବା ଉଚିତ ନୁହେଁ। ପୂଜା ଘରେ ଜୋତା ଚପଲ ବା ଝାଡ଼ୁ ରହିବା ଉଚିତ ନୁହେଁ। ଏହିପରି ବାସ୍ତୁ ସମ୍ବନ୍ଧୀୟ ଅନେକ ନୀତି ନିୟମ ରହିଛି। ପରବର୍ତ୍ତୀ ଭିଡ଼ିଓରେ ଜାଣିବା। ତେଣୁ ଆଜି ପାଇଁ ଏତିକି।